नमस्कार। गुड मॉर्निंग। नमस्कार, गुड इवनिंग। शुभ जय श्री। जय आरसीएम। बहुत बहुत धन्यवाद आपण मानकु समस्तंकु। आमे प्रॉपर टाइम रे आमे पहुंची जाइछे आउ गुरुकुल रो को जीवन रे आमे प्रायोरिटी रे रखुछे ताकि आमे जीवन रे गोटे बहुत बड़ आनंद आमे पाई परिबा। ये दुनिया को बहुत बड़ दिग्दर्शन भी आमे देई परिबा। परमात्मा को कृपारु आमे माने बहुत खुशी रे अच्छे, शांति रे अच्छे, बहुत आनंदमय यात्रा आमे कर चलीचे। आज गुरुकुल रो जो सेशन थिला बहुत आनंदमय यात्रा रो गोटे सेशन थिला जे ध्यान द्वारा आमे बहुत किछि समस्या रो समाधान आमे कर देई परिबा ताकि परस्पर भितर जो स्नेह भल पाइबा को आमे भी बढ़ी परिबा सहित निजको आमे निरोगी रखी परिबा, मन को शांति रखी परिबा आ आगो को जीवन रे बहुत बड़ काम आमे करि परिबा। बहुत सारा साथी धीरे धीरे तो आसीबे तो आमे हमरो कथा को आरंभ करिया जे गुरुकुल रे आज जो ध्यान योग आमे रहिला तो ता देहरे कोन हमको लाभ मिलला तो से विषय रे हमें डिस्कशन करिया। तो प्रथमे अपांगठू स्टार्ट करिया। अपा वेलकम। जय श्याम। ଧ୍ୟାନ ଏମିତିରେ ମୁଁ ପ୍ରତ୍ୟେକ ଦିନ 4:30 5ଟାରୁ ଉଠି କରେ, କିନ୍ତୁ ସେ ଯେତିକି ସମୟ ଯେମିତି କହୁଛନ୍ତି ଆମେ ତ ଏତିକି ସମୟ କରିପାରିବୁନୁ, କାହିଁକିନା ଆମ ଏଜ୍ ଅନୁସାରେ ଆମେ ଏତିକି ସମୟ ବସିପାରିବୁନୁ। ତଥାପି ଧ୍ୟାନ ସେ କହିଲେ ଧ୍ୟାନର କୌଣସି ଲିମିଟ ନାହିଁ। ତମେ ଚାହିଁଲେ 20 ମିନିଟ କରିପାରିବ, ଚାହିଁଲେ 15 ମିନିଟ କରିପାରିବ। କିନ୍ତୁ ଧ୍ୟାନ କରିବା ଦ୍ୱାରା କଣ, ତମ ମନର ଯେତେ ମାନେ ଗୋଟେ ଶାନ୍ତ ସ୍ୱଭାବ ଆସିଯାଏ। ବାହାର ଜଗତ ବିଷୟରେ କୌଣସି ଭାବନା ନଥାଏ। ଗୋଟାଏ ଇଏ ଉପରେ ତମର କନସେନଟ୍ରେସନ ରହେ ଯେ ଆମେ ଯୋଉଟାକୁ ଭାବୁଛୁ। ଧର ମୁଁ ମୋର ଗୁରୁଙ୍କୁ ମନେ ମନେ ଧ୍ୟାନରେ ମୁଁ ଗୁରୁଙ୍କ ନାମ ନଉଛି, ଜୟଗୁରୁ ମନ୍ତ୍ର କରିକିରି ମନେ ମଧ୍ୟରେ ମୁଁ ଜୟଗୁରୁ ମାନେ ମନରେ କହୁଛି, କିନ୍ତୁ ଧ୍ୟାନଟା ଠାକୁରଙ୍କ ଉପରେ ରଖିଛି। ଧ୍ୟାନ ରଖି ମୁଁ ନିଶ୍ଚଳ ଭାବରେ ମୋର ବସୁଛି, ମୁଁ କରୁଛି। ସବୁଦିନେ ପ୍ରାୟ ମୁଁ କରେ, ବହୁତ ଦିନ ହେଲାଣି କରୁଛି। ତାପରେ ସେମାନେ କହିବା କଥା, ପୂର୍ଣ୍ଣିମା ଦିନ ଯଦି ଧ୍ୟାନ କରିବ ତାର ଗୋଟେ ଅଲଗା ପ୍ରଭାବ ତମ ଶରୀର ଉପରେ ପଡିବ, ସେ ଆଜି କହୁଥିଲେ। ଆଉ ତାପରେ ରେଗୁଲାର ଧ୍ୟାନ କରିବା ଉଚିତ। ତାପରେ ଧ୍ୟାନ କରିବା ଦ୍ୱାରା ମନଟା ପବିତ୍ର ହୋଇଯାଏ। ଆଉ ଧ୍ୟାନ କରିବା ଜାଗା ହଉଛି ଗୋଟେ ଶାନ୍ତ ପରିବେଶ ମଧ୍ୟରେ ତମେ ଧ୍ୟାନ କରିବ, ଯୋଉଠିକି କୌଣସି ମାନେ କୋଳାହଳ ନଏଜ ନଥିବ। ଏସବୁ ସ୍ଥାନରେ ଧ୍ୟାନ କରିବ। ଗୀତାରେ ସେ କହିଲେ, ଗୀତାର ପେଜ ନମ୍ବର 6ରେ ଅଧ୍ୟାୟ 6 ଅଧ୍ୟାୟରେ ସେ ଧ୍ୟାନରେ ମାନେ କୋଉ ଟାଇପର ଧ୍ୟାନ କେମିତି କରାଯାଏ ଗୀତାରେ ସେ ବି ଲେଖା ହେଇଛି। ଆମେ ବି ପଢୁଛୁ ଗୀତା। ଗୀତା ଆମେ ସବୁଦିନେ ପଢିବୁ। ଗୀତାର 5ଟି ଅଧ୍ୟାୟ ମାନେ 5ଟି ଶ୍ଲୋକ ମୁଁ ବେଶୀ ପଢିପାରେନି। ଯଦି ନ ପଢି ପାଇଲି 2ଟା ବି ପଢିଲେ ଚଳିବ। ସେ କହିଛନ୍ତି, ବୁଝୁ ନ ବୁଝୁ ପଢିବୁ ଗୀତା, ରୁଚୁ ନ ରୁଚୁ ଖାଇବୁ ପିତା। ଗୋଟେ କଥା କହିଛି। ଆମେ କିଛି ନ କହି ପାଇଲେ ଗୀତାର ଯଦି ପ୍ରତ୍ୟେକ ଦିନ ଗୋଟେ ଶ୍ଲୋକ ଆମେ ପଢିବା, ତାର ବହୁତ ଇଏ ଅଛି। ତାପରେ ଧ୍ୟାନ କରିବାରୁ ସବସେ ଫାଇଦା ମାନେ ଆମର କଣ ଭଲ ମିଳେ ସେଟା ମୁଁ ଲେଖିଛି। ଯୋଉଟା କ୍ରିଟିକାଲ ସିଚୁଏସନ ଆମର ଥିବ, ଧ୍ୟାନ କରିବା ଦ୍ୱାରା ଧର କାହା ସାଙ୍ଗେ ଝଗଡା ହେଇଛି କି କଣ ହେଇଛି, ଧ୍ୟାନ କରିବା ଦ୍ୱାରା ମନଟା କଣ ସ୍ଥିର ରହିଯାଏ। ମନଟା ସ୍ଥିର ରହେ, ଆଉ ମନର ଭିତରେ ଗୋଟେ ଭଲ ପ୍ରଭାବ ପଡେ। ଏଇ ସବୁ ମୁଁ ଲେଖିଛି ଆଜି। ଆଉ ମୁଁ ବି ସବୁବେଳେ କରୁଛି, କିନ୍ତୁ ଗୀତାରେ ବି ଲେଖା ହେଇଛି ଧ୍ୟାନ କରିବାକୁ। ଧ୍ୟାନ ସେଇ ଟାଇମରେ ପରମ ବ୍ରହ୍ମ ସାଙ୍ଗରେ ଆମେ କେମିତି ଯୋଡି ଯାଉଛୁ। ସେ ଧ୍ୟାନ ଟାଇମରେ ଆମର ଯୋଉ ଅନ୍ତରାତ୍ମା ପରମ ବ୍ରହ୍ମକୁ ଧ୍ୟାନ କରୁଛି, ସେଇ ଟାଇମରେ ପୁରା ଧ୍ୟାନ ସମୟରେ ଆତ୍ମାଟା ପୁରା ମିଶିଯାଏ ପରମାତ୍ମା ସାଙ୍ଗରେ। ଯେମିତି ଆମେ ମନେ କରୁ
ପ୍ରକୃତ ସେଇ ସିଚୁଏସନ୍ ଆମର ଏପର୍ଯ୍ୟନ୍ତ ଆସିନି। ତାହେଲେ ତ ଆମେ ପୁରା ଧ୍ୟାନର କୌଣସି ମାନେ ଇଏ ରହୁନି। ସେ ତାପରେ କହିଛନ୍ତି ଧ୍ୟାନ କରିବା ସମୟରେ କ୍ଲାପ୍ସ ୟୋର ହ୍ୟାଣ୍ଡସ୍, କ୍ଲୋଜ ୟୋର ଫିଟ୍, ଫିଟ୍ କ୍ଲୋଜ କରି ବସିବ, କ୍ଲୋଜ ୟୋର ଆଇଜ୍, ଏ ତିନିଟା କରିବ। ଆକୁ କହନ୍ତି ଅନାପନାସତି ମେଡିଟେସନ। ଏତିକି ମୁଁ ଜାଣିଛି, ଧ୍ୟାନ ବି ମୁଁ କରେ। ଆଉ ମୁଁ ବିଶେଷ କଣ କହିବି, ସତପତି ବାବୁ କୁହନ୍ତୁ କଣ। ଓକେ, ଥ୍ୟାଙ୍କ ୟୁ। ବହୁତ ବଢିଆ କଥା। ଆକାଶ। ନମସ୍କାର ସାର୍, ଜୟ ଶ୍ରୀ ସାର୍। ଆଜି ମୁଁ ବି ଆଜି ଧ୍ୟାନ କରୁଥିଲି। ଆଉ ଧ୍ୟାନ କରିବା ଦ୍ୱାରା ମନ ଶାନ୍ତ ରହେ, ସ୍ଥିର ରହେ, ଆଉ ଗୋଟେ ସକାରାତ୍ମକ ଭାବନା ନିଜ ଭିତରୁ ସୃଷ୍ଟି ହୁଏ। ଆଉ ପ୍ରତ୍ୟେକ ଦିନ ତ ମୁଁ ଧ୍ୟାନ କରିନି, ଆଜି ମୁଁ ଆରମ୍ଭ କଲି, ତ ଏଥରକ ରେଗୁଲାର ମୁଁ ଧ୍ୟାନ କରିବି। ଓକେ, ଥ୍ୟାଙ୍କ ୟୁ। ସାହୁ ଭାଇ। ଧ୍ୟାନ ମାନେ ମେଡିଟେସନ ସବୁଠାରୁ ଆଦର୍ଶ ଜିନିଷ। ଆଦର୍ଶ ତ କେବଳ ଏତିକି ନୁହେଁ, ଆମେ ଧ୍ୟାନ କରିବା ଦ୍ୱାରା ଆମ ସବୁ ସର୍ବଗୁଣ ସମ୍ପନ୍ନ ହେଇଯାଇ ପାରିବା। ତେଣୁ ଧ୍ୟାନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ଦିନ ମିନିମମ୍ 5 ମିନିଟ୍ ରୁ ଘଣ୍ଟାଏ ପର୍ଯ୍ୟନ୍ତ 2 ଘଣ୍ଟା ପର୍ଯ୍ୟନ୍ତ କରିପାରିବା। କିନ୍ତୁ ଯାହାର ଯେତିକି ସମୟ ହେଉଛି ସେତିକି ସମୟ ଧ୍ୟାନ କରିବା ଉଚିତ। ଧ୍ୟାନ ଦ୍ୱାରା ବହୁତ ଜ୍ଞାନ ବଢ଼େ, ଆଉ ସ୍ମରଣ ଶକ୍ତି ବଢ଼ିବା ସଙ୍ଗେ ସଙ୍ଗେ ଆମେ ଯେକୌଣସି କାମ କରିବା ସେଥିରେ ବଡ଼ ସକ୍ସେସ୍ ହେଇଯାଇପାରିବା ଧ୍ୟାନ ମାଧ୍ୟମରେ। ଏ ଧ୍ୟାନକୁ ଆପଣେଇବା ନିହାତି ଆବଶ୍ୟକ। ପ୍ରତ୍ୟେକ ବ୍ୟକ୍ତି ଧ୍ୟାନ କରିବା ଉଚିତ, ଯାହାଙ୍କ ମେମୋରି ପାୱାର, ସ୍ମରଣ ଶକ୍ତି ବଢ଼ିବ। ଏବଂ ଗୀତା କଥା ଯେମିତି ଅପା କହୁଥିଲେ, ସେ ଗୀତାରେ ଯାହା ଲେଖା ହେଇଛି ଆମେ ସେଇଟା ବି କାର୍ଯ୍ୟରେ ପରିଣତ କରିପାରିବା ଯଦି ଇଚ୍ଛା ଶକ୍ତି ବଢ଼ିଯାଏ। ସବୁଠୁ ସତ୍ପତି ବାବୁ। ଓକେ, ଥ୍ୟାଙ୍କ ୟୁ। ସାର୍ ଆସନ୍ତୁ। ଚାନ୍ଦ ସାର୍। थैंक यू। बहुत बहुत धन्यवाद। गुड मॉर्निंग। आज बोईत ନମସ୍କାର बंधन। नमस्कार ନମସ୍କାର। नमस्कार नमस्कार। मु मंदिर को आसी एठी हमर शिव मंदिर रे एई सब चलीची सब पूजा आ तापरे पोखरी एठी अछि, एठी सब डंगा भसा होछि, बोईत बंधाण। मु ता भितरे मध्ये देखुथिली अनापनसती मेडिटेशन। बहुत समस्त बढ़िया बेस्ट मेडिटेशन उपाय होछि अनापनसती मेडिटेशन। एकु आउतरे देखले 2-3 थर देखिले या टेक्निक सब बुझी हबो। आमे सब सेई स्कूल करियर रे ए सब हमकु सार सब कहउथिले विषय रे अनापनसती मेडिटेशन। एतरे ध्यान एतरे कोन ना ध्यान रे बसिए ए जो रामदेव कहंती माने जो मेडिटेशन तांको जो प्राणायाम निश्वास छाड़िबा निश्वास को नबा एथिरे कोन निश्वास छाड़िला बेलକୁ ता ऊपर ध्यान रखिए, निश्वास को नेला बेलକୁ ମଧ୍ୟ ता ऊपर ध्यान रखिए। निश्वास टाकू ଯେତେବେଳେ ଛାଡିଥିବେ ସେତେବେଳକୁ ଧ୍ୟାନ ରଖୁଥିବେ ଯାଉଥିବ ନିଶ୍ୱାସ ଟା, ନିଶ୍ୱାସ ଟା ଯେତେବେଳେ ନଉଥିବେ ସେତେବେଳକୁ ମଧ୍ୟ ଧ୍ୟାନ ରଖୁଥିବେ ନିଶ୍ୱାସ ଟାକୁ ନବା। ଏମିତି ଏଇଥିରେ ଆସ୍ତେ 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 ମନ ସ୍ଥିର ହେଇଯିବ। ଆଉ ତ ମେଡିଟେସନ ତ ବହୁତ ପ୍ରକାର ଅଛି। ସକାଳେ ପ୍ରତିଦିନ ଯଦି ମିନିମମ୍ 20 ମିନିଟ ଆମେ ଏକାଗ୍ରତା ହେଇକିରି ବସିଯିବା ବହୁତ ଲାଭ ହୁଏ। ଏସବୁ ଆମର ଅବଶ୍ୟ ସ୍କୁଲ କ୍ୟାରିୟରରୁ ଆମର ସେ ଜଣେ ଆଚାର୍ଯ୍ୟ ଥିଲେ ଯିଏକି ଆମର ଆସନ ପ୍ରାଣାୟାମ ସବୁ ଶିବାନନ୍ଦଙ୍କର ଶିଷ୍ୟ। ଆମେ ସବୁ ଶିଖୁଥିଲୁ, ବହୁତ ବଢିଆ ଲାଗୁଥିଲା ପୁରୀରେ। ଅଭ୍ୟାସ ଚାଲିଥିଲା, କଲେଜ ପର୍ଯ୍ୟନ୍ତ ଚାଲିଥିଲା। ତାପରେ ସବୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ, ଖେଳ, ସ୍ପୋର୍ଟସ ଆଉ ପଢାପଢିରେ ଏଥିରେ ଧୀରେ ଧୀରେ ଡିଷ୍ଟର୍ବ ହେଇଗଲି। ତାପରେ ମୋର ସେ ପୁରୁଣା କଥା କେତେବେଳେ କେତେବେଳେ ପୁଣି ଆରମ୍ଭ କରେ। ତାପରେ ମୋର ସକାଳୁ ଉଠିବା ଡିଗ୍ରୀ ଦୌଡ଼ିବା ଆଉ ଗୋଟେ ଅଭ୍ୟାସ ଥିଲା, ସିଏ ମଧ୍ୟ ଏବେ ମଧ୍ୟ ଥିଲା, କିନ୍ତୁ ଏଇ ଗୋଡ ଆକ୍ସିଡେଣ୍ଟ ହେବା ପରେ ମୋର ସେଇଟା ଆଉ ହେଇପାରୁନି। ମୁଁ ଖାଲି ୱାକିଂ କରୁଛି। ଆଉ ମନ୍ଦିରରେ ଆମର ଏଠି ଭାସ୍କରେଶ୍ଵର ମନ୍ଦିରରେ ୱାକିଂ କରିସାରିଲା ପରେ କିଛି ସମୟ 5-10 ମିନିଟ 15 ମିନିଟ ମେଡିଟେସନ ବସିଯାଏ, ଭଲ ଲାଗେ। ଏଠି ବହୁତ ବୟସ୍କ ଲୋକ ସବୁ ମେଡିଟେସନ ବି କରନ୍ତି ମନ୍ଦିରରେ। ଏଠି ସମସ୍ତେ ଆପଣେଇବେ ଯଦି ଭଲ ଲାଗିବ, ମାଇଣ୍ଡ ଡିସିପ୍ଲିନ ହବ। ଆମେ ଅନୁଭବ କରୁଛୁ, ଜାଣିଛୁ, ସବୁ ସମସ୍ତେ ଆମେ ଜାଣିଛୁ, କିନ୍ତୁ ଏଠୁ କାର୍ଯ୍ୟକାରୀ କରିବା ହଉଛି ସମସ୍ତଙ୍କଠୁ ବଡ କଥା।
ଯିଏ କରିପାରିବେ ତାଙ୍କର ଲାଭ ହଉଛି। ଆଜି ଆପଣ ମାନେ ସବୁ ଆରତୀ ମ୍ୟାଡାମ ଆପଣ ଡଙ୍ଗା ଭସେଇଲେ? ନାଇଁ, ସବୁଠୁ ଦୁଃଖର ବିଷୟ ସାର୍, ଶୁଭୁଛି? ହଁ ହଁ ହଁ। ନାଇଁ, ଆଜି ମୋ ଜୋଇଁ ଚାଲି ଯାଇଥିଲେ, ତାପରେ ଦିଅର ବି ଚାଲି ଓହୋ, ଯାଇଥିଲେ। ଆଚ୍ଛା ଆଚ୍ଛା ଆଚ୍ଛା। ହଁ ଆଜି ଆମେ ହଁ ହଁ ସବୁ ହଁ ଯିବୁ, ହୁଁ। ଓଲ୍ଡ ଟାଉନ ଯିବୁ ମାନେ ବ୍ରାହ୍ମଣ। ଆଜିକାର ଏଇ ଦିନରେ, କାର୍ତ୍ତିକ ହଁ, ପୂର୍ଣ୍ଣିମାରେ? ହଁ, ହଁ। ସେଇଥିପାଇଁ ମନ୍ଦିର ଯିବି। କୋଉଠି କହିଲେ? ଓହୋ, ସନ୍ତ ସରି। ବାସୁଦେବ ବ୍ରାହ୍ମଣ ହଁ ଖୋଇବାକୁ ହଁ। ଯିବୁ। ବ୍ରାହ୍ମଣ ଖୋଇବୁ, ହଁ, ଆଉ ଟିକେ ପରେ ହୁଁ ହୁଁ। ବାହାରିବୁ। ତାପରେ ଆଚ୍ଛା ଦିଅର ବି ଆଚ୍ଛା ଚାଲି ଯାଇଛନ୍ତି ବସେଇ। ହଁ ହଁ, ସିଏ ତ ଜେନାଙ୍କ ସାନ ଭାଇ କଥା କହୁଥିଲେ। ହଉ, ତଥାପି ସମସ୍ତଙ୍କର ମୁଁ ମଙ୍ଗଳ ବସିଛି, କରନ୍ତୁ। ବସିଛି, ମୁଁ କହିଲି ପ୍ରୋଗ୍ରାମ ଟିକେ ବସି ଯାଇଛି। ଆଚ୍ଛା, 8 ତାରିଖରେ ଆପଣମାନଙ୍କର ପ୍ରିପାରେସନ କେମିତି ଚାଲିଛି? ନାଇଁ, ସବୁ ଠିକ ଠାକ ହେଇସାରିଲାଣି, ବୁକିଂ ହେରିକା। କେ- କେତେ ଲୋକ ବସିବେ? ଆମେ ତ 50 ଲୋକ ଭାବିଛୁ, କଣ ହଉଛି। ହୁଁ ମନକୁ ସବୁଆଡେ ମାନେ ଦୁଃଖ ଭିତରେ ବି ଇଏ କରୁଛି। ହୁଁ ହୁଁ। ନାଇଁ, ଆପଣ ଦେଖନ୍ତୁ, RCM ଇଏ ତ ବିଜନେସ ନୁହେଁ, ଇଏ ଗୋଟେ ଅଭିଯାନ। ଆଉ ଇଏ ଅଭିଯାନ ମାନେ ଏମିତି ଗୋଟେ ଆଧ୍ୟାତ୍ମିକ ଏହାର ଗୋଟେ ପରିବେଶ ତିଆରି କରେ, ଯେ ମଣିଷର ଦୁଃଖ ସୁଖ ସବୁ ଏତେ ମଣିଷ ଏହା ଦୁଃଖ ଭିତରେ ଭୁଲି ଭିତରେ ବି ମୁଁ ଯାଆନ୍ତି। ସମସ୍ତଙ୍କୁ ଇଏ କରୁଛି ଆଉ। ଇଏ ଗୋଟେ ପରିବାର, ଗୋଟେ ଏଥିରେ ଯୋଉ ପ୍ରକାର ଶିକ୍ଷା ଆମକୁ ମିଳେ, ସେଥିରେ ଆମେ ନିଜକୁ, ମଣିଷ କେମିତି ନିଜକୁ ମନ ସ୍ଥିର କରି ସବୁ ପ୍ରକାର ଭଲ ମନ୍ଦକୁ ହଜମ କଲା ଭଳିଆ କାପାସିଟି, ଏଇ ହଉଛି ବଡ କଥା। ଆମର RCM ର ଗୋଟେ ବଡ କଥା, ମୁଁ ସମସ୍ତଙ୍କୁ କୁହେ, ମାନେ ଡାଇଜେଷ୍ଟିଭ ପାୱାର, ହଜମ କରିବା ଶକ୍ତି, ଖାଲି ଖାଦ୍ୟ ହଜମ କରିବା ନୁହେଁ, ନେଗେଟିଭିଟିକୁ ହଜମ କରିବା, ଦୁଃଖକୁ ହଜମ କରିବା, ତା ସେ ସୁଖକୁ ମଧ୍ୟ ହଜମ କରିବା। ସୁଖକୁ ମଧ୍ୟ ହଜମ କରିବା। ଲୋକେ ସୁଖକୁ ହଜମ କରିପାରିବା, ମାନେ ସକ୍ସେସ କୁ ହଜମ କରିପାରନ୍ତିନି, ସେଇଟା ବି ବଡ କଥା। ଆଉ ଫେଲିଓର କୁ ହଜମ କରିବା, ଆଉ ସକ୍ସେସ କୁ ହଜମ କରିବା, ଦୁଃଖକୁ ହଜମ କରିବା, ସୁଖକୁ ହଜମ କରିବା, ଇଏ ସବୁ RCM ରେ ମୁଁ ଅନୁଭବ କରିଛି। କାରଣ ବହୁତ ଲୋକ ଅଛନ୍ତି, ଫେଲିଓର କୁ ହଜମ କରିପାରିବା ନ ପାରିକିରି ସେ ଡିପ୍ରେସ ହେଇଯାଆନ୍ତି। କଷ୍ଟକୁ ହଜମ କରି ନ ପାରିକିରି ବହୁତ ବର୍ବାଦ ହେଇଯାଆନ୍ତି। କିନ୍ତୁ କଷ୍ଟକୁ କେମିତି ହଜମ କରାଯିବ, ଦୁଃଖକୁ କେମିତି ହଜମ କରାଯିବ, ଦେଖନ୍ତୁ ଆପଣ ନିଜେ ଏଇଭଳି ଦୁଃଖଦାୟକ ଘଟଣା ଘଟି ଯାଇଥିଲେ ବି, ଆପଣ ଯୋଉ ଭଳି ଭାବେ RCM ରେ ସମର୍ପିତ ହେଇକିରି RCM ର ଅଭିଯାନରେ ସାମିଲ ହେଇଛନ୍ତି, ସମସ୍ତଙ୍କୁ ସୁଖ ବାଣ୍ଟୁଛନ୍ତି, ଇଏ ଦୁଃଖ ଇଏ ବାଣ୍ଟୁଛନ୍ତି। ଗୋଟେ କାଲି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, କାଲି ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ମୋ ଟିମ ର ସମସ୍ତଙ୍କୁ କହିଲି, ଚାଲ ଶତପଥୀଙ୍କୁ ସବୁ ଆମେ ଇଏ କରିବା, ଶୁଭେଚ୍ଛା ଜଣେଇବା, ଖୁସିରେ ହୁଁ ଫୁଲ ଫୁଲ ନେଇକି ସବୁ ଗଲୁ। ହୁଁ ମନ ଦୁଃଖ ହେଲା, ସାନ ଭାଇ ଆଜ୍ଞା, ମୁଁ ଶତପଥୀଙ୍କୁ ଏଇତ ଶୁଣନ୍ତୁ, ଏଇତ ମହାନତା, ଆପଣଙ୍କର ଏଇତ ମହାନତା ନା। ମୁଁ ଗୋଟେ ଫିଲ୍ମ ଥିଲା ରାଜ କପୁରଙ୍କର, ମେରା ନାମ ଜୋକର। ଦେଖିଛି। ମେରା ନାମ ଜୋକର ମୁଁ ପିଲାବେଳେ ଦେଖିଥିଲି, କିନ୍ତୁ ଗୋଟେ ଏମିତିକା କ୍ଲାସିକ ଫିଲ୍ମ, ଆଉ ତାକୁ ସମସ୍ତେ ଦେଖିବା କଥା। ସେଥିରେ ପୁରା ଫିଲୋସଫି ରହିଛି, ମଣିଷ ସେ ବ୍ୟକ୍ତି ଯିଏ ସେ କ୍ୟାରେକ୍ଟର, ରାଜ କପୁର ଯୋଉ କ୍ୟାରେକ୍ଟର କରିଛନ୍ତି, ତାର ମାନେ ସେ ଜଣେ ଜୋକର, ସର୍କସ ରେ ହଜାର ହଜାର ଲୋକ ବସିଛନ୍ତି, ତାର ସେଠି ପରଫମାନ୍ସ ଅଛି, ପରଫମାନ୍ସ କରିବାକୁ ସେ ଯାଉଛନ୍ତି, କିନ୍ତୁ ଶୁଣିଲେ ଯେ ତାଙ୍କର ମାଆଙ୍କର ଡେଥ ହେଇଗଲା, କିନ୍ତୁ ତାଙ୍କୁ ପରଫମାନ୍ସ କରିବାକୁ ପଡିବ, ସମସ୍ତଙ୍କୁ ହସିବାକୁ ପଡିବ। ଏତେ ଗୋଟେ ମାନେ ମଣିଷର, ଆପଣ ଦେଖିଥିବେ ସେ ମେରା ନାମ ଜୋକର ଫିଲ୍ମ। ମୁଁ ବୋଉ ସାଙ୍ଗେ କେ- କେ- ଦେଖିଛି ଆଗରୁ। ଏଇ ଯୋଉ ମୋମେଣ୍ଟ ଟା, ସେଇଟା ହଉଛି ମାନେ ସମସ୍ତଙ୍କଠୁ ସଂସାରର ସମସ୍ତଙ୍କ ଜୀବନରେ ସେଇଟା ଗୋଟେ, କିନ୍ତୁ ସେଠି ସେ କହିବା କଥା ଯେ ଦୁଃଖ ନିଜ ଭିତରେ ରଖ, ସୁଖ ସମସ୍ତଙ୍କୁ ବାଣ୍ଟ। ତ ଆଜିର ଏତେ ବଡ ଗୋଟେ ଦିନ, ସମସ୍ତଙ୍କୁ ସେଥିପାଇଁ ଶୁଭେଚ୍ଛା, ସମସ୍ତଙ୍କର ମଙ୍ଗଳ ହଉ। ଦୁଃଖ କଷ୍ଟ ଭିତରେ ତ କିନ୍ତୁ RCM ସବୁ ପ୍ରକାର ହଜମ କରିବାର କାପାସିଟି, ଆଉ
ଦେଉଛି। ଥ୍ୟାଙ୍କ ୟୁ। ଓଭର ଟୁ ଶତପତି ବାବୁ। ଓକେ, ଥ୍ୟାଙ୍କ ୟୁ ନମସ୍କାର। ସାର୍। ବହୁତ ବହୁତ ଧନ୍ୟବାଦ। ଆଜି ବହୁତ ବଡ଼ ଦିନ ଆମ ପାଇଁ କି ଇଏ କାର୍ତ୍ତିକ ମାସ, ଆଜି ପୂର୍ଣ୍ଣିମା ଦିନ। ଆଉ ପୂର୍ଣ୍ଣିମା ଦିନରେ ଆମେ ମାନେ ସମସ୍ତେ ସମୂହ ସମୂହ ଧ୍ୟାନ କଲେ ବହୁତ ଖୁସି ବି ଲାଗିଲା, ଆନନ୍ଦ ଲାଗିଲା। ସାର୍ ଯୋଉ କଥା ବି କହୁଥିଲେ 100% କରେକ୍ଟ। ଦୁଃଖକୁ ତ ଆମେ ଭୁଲିକି ଆମେ ସୁଖକୁ ଖୋଜିବା, ସୁଖକୁ ବାଣ୍ଟିବା, ସମସ୍ତଙ୍କୁ ସ୍ନେହକୁ ବାଣ୍ଟିବା। କାଲି ହଠାତ୍ କରି ଆମର ଆରତି ଅପା ଆଉ ତାଙ୍କ ଟିମ୍ ପୁରା ଖରାବେଳେ ପଳେଇ ଆସିଲେ। ଯୋଗକୁ ମୁଁ ଥିଲି ଘରେ, ତ ନା ସମସ୍ତଙ୍କର ମନ ଭିତରେ ଏଇ ଯୋଉ ଖୁସି, ଯୋଉ ପ୍ରକାରର ଭଲ ପାଇବା, ତ ସେଇଟା ଗୋଟେ ବହୁତ ବଡ଼ କଥା। ଆରସିଏମ୍ ଇଏ ଯୋଉ ଅଭିଯାନ ଆଣିଛି, ଡିସିଜି ସବୁବେଳେ ବି ସେଇ କଥାକୁ କୁହନ୍ତି ଯେ ଏ ଅଭିଯାନକୁ ଆମେ କେହି କରିନେ, ଇଏ ପରମାତ୍ମାଙ୍କର, ଇଏ ଆମ ଦ୍ୱାରା ହିଁ ଏ ଅଭିଯାନକୁ ବଢ଼ଉଛନ୍ତି। ପୁରା ହିନ୍ଦୁସ୍ତାନରେ ସ୍ନେହ ଭଲ ପାଇବା କୁ ଆଗକୁ ବଢ଼େଇବା, ପୁରା ହିନ୍ଦୁସ୍ତାନ କେମିତି ସୁଖରେ ରହିବ, ଭଲରେ ରହିବ, ନିରୋଗୀ ରହିବ, ଇଏ ଅଭିଯାନକୁ ନବା। ତ ମୁଁ ବି କହୁଛି ବହୁତ ସାରା କାର୍ଯ୍ୟକ୍ରମକୁ ଯୋଉ ହିସାବରେ ପରମାତ୍ମା ଆମ ଦ୍ୱାରା କରିବାକୁ ଚାହୁଁଛନ୍ତି, ତ କେତେ ଗୁଡ଼ିଏ ଆମେ ଠିକ ଭାବରେ କରିପାରୁନୁ। କିନ୍ତୁ ଆମେ କରିପାରିବା ବାରମ୍ବାର 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 ଅଭ୍ୟାସ କରିବା ଦ୍ୱାରା। ତ ଧ୍ୟାନ ବି ମୁଁ ଆଜି ନିଜେ ଫିଲ୍ କରେ, ମୁଁ କେବେ ଧ୍ୟାନରେ ରହିପାରେନି, କାରଣ ଧ୍ୟାନରେ ବସିଲେ ମତେ ନିଦ ହେଇଯାଏ। ବହୁତ ପରିଶ୍ରମ କରେ, ମାନେ ପରିଶ୍ରମ କରେ, ଯେତେବେଳେ ମୁଁ ଆଖି ବନ୍ଦ କରି ବସେ ମତେ ନିଦ ହେଇଯାଏ। ତ କିନ୍ତୁ ଆଜି ମୁଁ ନିଜେ ଫିଲ୍ କଲି ଯେ ନାଇଁ, ଧ୍ୟାନଟା ଦ୍ୱାରା ଆଜି ମୁଁ ପାଖାପାଖି 30-40% ମୋ ମାଇଣ୍ଡକୁ ଠିକ୍ ରଖିକି କରିପାରିଲି। ବହୁତ ବଢ଼ିଆ କଥା। ଦେଖନ୍ତୁ, ଆମେ ଧୀରେ ଧୀରେ ଆଗକୁ ବଢ଼ିବା, ଜୀବନରେ ବହୁତ କିଛି ଆନନ୍ଦ ଆମେ ପାଇପାରିବା। ଆଜି ଯଦି ଆମେ ସକ୍ସେସ୍ ଆମେ ପାଉଛେ, କେବଳ ଆମ ପାଇଁ ନୁହେଁ, ଆ, ଆଗାମୀ ପିଢ଼ିକୁ ଆମେ ଦେଖେଇ ପାରିବା। ଏଭଳି ପରିସ୍ଥିତିରେ ବି ଆମେ ଯଦି ସକ୍ସେସ୍ ହେଇପାରିଲୁ, ତାହେଲେ ତାଙ୍କ ପାଇଁ ଗୋଟେ ବହୁତ ବଡ଼ ପ୍ରେରଣା ହେଇଯିବ। ତ ଆଜି ଆରସିଏମ୍ ର ଏଇ ଯୋଉ ଅଭିଯାନ ଚାଲିଛି, ଇଏ ଅଭିଯାନରେ ଯେତେବେଳେ କିଛି ବି ନଥିଲା, ସେତେବେଳେ ଯୋଉମାନେ ସକ୍ସେସ୍ ହେଇଥିଲେ, ସେ ଆଜି ଆମମାନଙ୍କ ପାଇଁ ପ୍ରେରଣା ହେଇଯାଇଛନ୍ତି। ସେ କେବଳ ତାଙ୍କ ପାଇଁ ସକ୍ସେସ୍ ହେଇନାହାନ୍ତି, ସେ ସକ୍ସେସ୍ ହେଇଛନ୍ତି ଯେ ଆଗାମୀ ପିଢ଼ି ପାଇଁ ସକ୍ସେସ୍ ହେଇଛନ୍ତି, ମାନେ ସେମାନଙ୍କୁ ପ୍ରେରଣା ଦେବା ପାଇଁ। ସେମିତି ଆଜି ଆମେ ଏ ଅଭିଯାନକୁ ଟିକେ ଆଗକୁ ବଢ଼େଇବାକୁ ହେଲେ, କେବଳ ଯେ ସକ୍ସେସ୍ ଆମକୁ ହିଁ ଦରକାର ନାହିଁ। ଆଜି ଆମେ କୋଉ ପୋଜିସନକୁ ପଳେଇଲେ, ଆମେ କେତେ ଇନକମ୍ ନେଇଗଲେ, ଯେତିକି ମାଇନେ ରଖେନି, ତାଠୁ ବହୁତ ବଡ଼ ମାଇନେ ରଖେ ଯେ ଆଗାମୀ ପିଢ଼ିକୁ ଆମେ ଗୋଟେ ନୂଆ ଦିଗ୍ଦର୍ଶନ ଆମେ ଦେଇପାରିବା, ନୂଆ ଚିନ୍ତାଧାରା ଦେଇପାରିବା, ଯେ କିଛି ବି ପରିସ୍ଥିତି ଆସୁ, ଆମେ ଆମେ ଆଗକୁ ବହୁତ କିଛି ଡେଭଲପମେଣ୍ଟ ଆମେ କରିଦେଇ ପାରିବା। ତ ସେଥିଲାଗି ଆମେ ଆମର ସଙ୍ଗତର ସଂଖ୍ୟାକୁ ବଢ଼େଇବା ନିହାତି ଜରୁରୀ। ଯେତେ ଆମେ ସଙ୍ଗତ ଯେତେ ବଢ଼େଇ ବଢ଼େଇ ଚାଲିବା, ଯେତେ ଆମେ ଆମ ସାଙ୍ଗକୁ ବହୁତ ସାରା ଲୋକଙ୍କୁ ଆମେ ଡାକିବା, ତାହେଲେ ଧୀରେ 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 ଆମର ସଂଖ୍ୟା ବଢ଼ି ବଢ଼ି ଚାଲିବ। ଆଉ ଯେତେ ସଂଖ୍ୟା ଆମର ବଢ଼ିବ, ତ ସେତେ ଆମ ପୁରା ଭାରତ ବର୍ଷରେ ସେତେ ବଡ଼ ଆମେ ଏ ଅଭିଯାନର ପ୍ରଚାର ପ୍ରସାର ଆମେ କରିଦେଇ ପାରିବା, ତାକି ବହୁତ ସାରା ଲୋକଙ୍କର ଜୀବନରେ, ଆଜି ଦେଖନ୍ତୁ, ରାତିରେ ଲୋକ ଶୋଇଛନ୍ତି, ସକାଳୁ ଉଠିଲା ବେଳକୁ ବହୁତ ସାରା ତାଙ୍କ ପାଖରେ ସମସ୍ୟା ଆସିଯାଉଛି। କିନ୍ତୁ ଆମେ ଯଦି କାହାର ସମସ୍ୟାକୁ ଦୂର କରିଦେଇ ପାରିଲେ, ତାହେଲେ ତାଠୁ ବଡ଼ କଥା ଏଇ ଦୁନିଆରେ କ'ଣ ଅଛି। ତ ଧୀରେ 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 ଏଇ ସବୁ କାମକୁ ଆମେ ଆଗକୁ ବଢ଼େଇ ପାରିବା। ତ ୟା ଦ୍ୱାରା ଆମେ ବହୁତ କିଛି ଆନନ୍ଦ ବି ଆମେ ପାଇପାରିବା। ଯେମିତିକି 8 ତାରିଖ ସାର୍ କହୁଥିଲେ, 8 ତାରିଖ ଆମର ମିଟିଂ କିସୋଲର ହଉଛି। କିସୋଲର ଯୋଉ ଟ୍ରେନିଂ ହଉଛି, ଏଥରକ ସ୍କିନ୍ କେୟାର ଆଉ ହେୟାର କେୟାର ଉପରେ ରହୁଛି। ଯାହା ହଉ, ଗୋଟେ ବରମୁଣ୍ଡାରେ ଆଉ ଗୋଟେ ହଲ୍ ମିଳିଗଲା। ଯେମିତିକି ଭଗବାନ କହନ୍ତିନି, ମାନେ ଆମେ ଯାହା ଶୁଣିଛେ ଯେ ଗୋଟେ ଦ୍ୱାର ବନ୍ଦ ହେଇଗଲେ ଆଉ 7ଟା ଦ୍ୱାର ଖୋଲା ଅଛି ବୋଲି ଏ ଗୋଟେ ଦ୍ୱାର ବନ୍ଦ ହେଇଗଲା। ସାର୍, ଆମେ ଯୋଉଠି ମିଟିଂ କରୁଥିଲେ, ତ ସେଠି 1000 ଟଙ୍କା ଆମେ ଦଉଥିଲେ, ଆଉ ସେଠି ମିଟିଂ ବି କରୁଥିଲେ। କିନ୍ତୁ ଏଥରକ କ'ଣ ହେଲା ନା, ସେ ହଲ୍, ତାର ଉପର ଆଉ ତଳ ଦିଟାଙ୍କ ହଲ୍ କ'ଣ ରିପେୟାରିଂ ପାଇଁ ମନା କରିଦେଲେ। ଅପା ଯାଇଥିଲେ, ଆମର ନୟନ ବାବୁ ବି ଯାଇଥିଲେ।
ବନ୍ଦ କରିଦେଇଛନ୍ତି। ଯେହେତୁ ମାନେ ତାଙ୍କର କଣ ରିପେୟାରିଂ କାମ ଚାଲିଛି, ତ ଆମକୁ ମନା କରିଦେଲେ। ତ ଆମେ ଖୋଜିଲୁ ଆଉ କୋଉଠି ସେଇ ବରମୁଣ୍ଡାରେ ମିଳିପାରିବ। ଆଉ ଗୋଟେ ଜାଗାରେ ମିଳିପାରିଲା ମ୍ୟୁନିସିପାଲିଟିର କମ୍ୟୁନିଟି ହଲ୍। ସାର୍ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ହୁଏତ ଭଗବାନ ଆମ ପାଇଁ ବି ଏସବୁ କିଛି ପ୍ଲାନିଂ ତାଙ୍କ ପ୍ଲାନିଂ ଆମେ ତ ବୁଝିପାରୁନେ। ତ ସେ ହଲ୍ ଆମକୁ ପଇସା ପଡ଼ିଲାନି, ମାତ୍ର 200 ଟଙ୍କା କେବଳ ସଫେଇ ଚାର୍ଜେସ୍ ଦେବାକୁ ପଡ଼ିଲା। ତ ତ ଇଏ ହଉଛି କଥା ଯେ ମିତାଞ୍ଜଳି ମ୍ୟାଡାମ କହିଲେ କି ସେଠି ଗରମ ହବ। ମୁଁ କହିଲି ଶୀତ ଦିନେ ଗରମ କେମିତି ହବ? ଗରମ ତ ହବନି। ତ ଯାହା ହଉ ଅପା ତାକୁ ବି ଯୋଗାଡ଼ କରିଦେଲେ। ତାଙ୍କ ଟିମର ଲୋକମାନେ ବି ତାଙ୍କ ସାଙ୍ଗରେ ବି ଅଛନ୍ତି, ସମସ୍ତେ ଅଛନ୍ତି। କିନ୍ତୁ ଗୋଟେ କଥା ହଉଛି ଯେ ଯେମିତିକି ଗୁରୁଦେବ ବିଶି ଛାବଡା जी ସବୁବେଳେ କହନ୍ତି ମୋ ଇସ୍ ଦୁନିଆ ମୋ ଇସ୍ ଟିମ୍ ଶତପଥୀ ବାବୁ, ମୋ ଟିମ୍ ବାଗିଆ ଟିମ୍ କୋଉଠି ନାହିଁ। ହଁ, ନା ଠିକ କଥା। ଏଇଟା ହଉଛି ବହୁତ ବଡ କଥା। ନାଇଁ, ସବୁବେଳେ ଗୁରୁଦେବ ବିଶି ଛାବଡା जी ଗୋଟିଏ କଥା କହନ୍ତି ଯେ ଏ ଦୁନିଆରେ ଅଭାଗା କେହି ନାହାନ୍ତି। ବର୍ତ୍ତମାନ ସୁଦ୍ଧା ସେ ଜାଗି ନାହାନ୍ତି। ଜଗେଇବା କାମ ହଉଛି ଆମର। କାରଣ ଆରସିଏମ ତ କାହାର କ୍ଷତି ଚିନ୍ତା କରୁନି। ଯୋଉ ବି ପ୍ରଡକ୍ଟ ତିଆରି କରୁଛି, ସେ ପ୍ରଡକ୍ଟ ତ ଲୋକଙ୍କର ସ୍ୱାସ୍ଥ୍ୟକୁ ଠିକ କରିବା ପାଇଁ ହିଁ ତିଆରି କରୁଛି। ତ ଯୋଉ ପ୍ରଡକ୍ଟ ତିଆରି ହଉଛି, ଯୋଉ ସିଷ୍ଟମ ତିଆରି ହଉଛି, ଯାହା ଯାହା ବି ରୂପାନ୍ତରଣ ଯାତ୍ରା ହଉଛି, ସବୁ କିଛି ହଉଛି, ଇଏ ତ ଆମର ମଙ୍ଗଳ କରିବା ପାଇଁ ହିଁ ତିଆରି ହଉଛି। ତ ସେ ଜିନିଷକୁ କାହାର ତ କ୍ଷତି ହବନି। ତ ଆମକୁ କେବଳ ଗୋଟିଏ ଜିନିଷ କରିବାକୁ ଅଛି ଯେ ଲୋକଙ୍କୁ ଜଣେଇବାକୁ ଅଛି। ଯେତେ ଲୋକଙ୍କୁ ଆମେ ଜଣେଇଲେ, ଆମ ପାଖରେ ଲମ୍ବା ଲିଷ୍ଟ ଅଛି, 100 150 200 ଲୋକଙ୍କର ଲିଷ୍ଟ ଅଛି। ଆମ ପାଖରେ 8 ତାରିଖ ଅଛି ସମୟ। 8 ତାରିଖ ଭିତରେ ଆମେ ସମସ୍ତଙ୍କୁ ନିଜେ ତ ଫଲୋଅପ୍ କରିବା, ନିଜେ ତ ଲିଷ୍ଟ ବାହାର କରି ସମସ୍ତଙ୍କୁ ଗୋଟି 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 କରି ଫୋନ କରିକି ଡାକିବା। ତା ସହିତ ଫିଜିକାଲି ବି ଯାହା ସାଙ୍ଗରେ ମିଶି ପାରିବା ତା ସାଙ୍ଗରେ ବି ମିଶିବା। ତା ଛଡା ଆମ ଟିମରେ ବି କିଛି ସାଥୀ ମାନଙ୍କୁ ତାଙ୍କୁ ଦାୟିତ୍ୱ ବି ଦେବା। ଭାଇ ଦେଖ, ଆଜି ହେଇଗଲା 5 ତାରିଖ, ଆଉ ମାତ୍ର ରହିଲା 6 ତାରିଖ, 7 ତାରିଖ, 2 ଦିନ ମାତ୍ର ରହିଲା। ଏ 2 ଦିନରେ ଆମେ ସମସ୍ତଙ୍କୁ କେମିତି କଭର କରିବା। ଉଁ, ଯୋଉ ଲୋକ ଆଜି ପର୍ଯ୍ୟନ୍ତ ଆସିନଥିଲା, ତ କାଲି ସକାଳୁ ସେ ନ ଆସିବ ବୋଲି କଣ କିଛି ମାନେ ଅଛି? ସମସ୍ତଙ୍କର ବି ସ୍କିନର ପ୍ରୋବ୍ଲେମ ଅଛି, ସମସ୍ତଙ୍କର ବି ହେୟାରର ପ୍ରୋବ୍ଲେମ ଅଛି। ଚୁଟି ଝଡି ଯାଉଛି, ସ୍କିନ୍ ଖରାପ ହେଇଯାଉଛି। ତ ତାଙ୍କ ପାଇଁ ବି ଆମେ ତାଙ୍କୁ ବି ଇନଭାଇଟ୍ କରିବା ନିହାତି ଜରୁରୀ। ତ ମୁଁ ବି ତ ସମସ୍ତଙ୍କୁ ବି ଫୋନ କରିବି ଯୋଉମାନଙ୍କୁ ଜାଣିଛି। ତା ଛଡା ଯୋଉମାନଙ୍କୁ ନ ଜାଣିଛି ବି ସେମାନଙ୍କୁ ବି ଫୋନ କରିବି। ତ ଟିମରେ ସମସ୍ତଙ୍କୁ ଫୋନ କଲେ ହେଇପାରିବ। 9 ତାରିଖ ଦିନ ନେମାଳରେ ବହୁତ ବଢିଆ ପ୍ରୋଗ୍ରାମ ରହିବ, ଯେ ଯୋଉଥିରେ କି ଆମେ ଚାଷୀମାନଙ୍କ ପାଇଁ ଯୋଉ ଜଳ ସଞ୍ଚୟ ଉପରେ ଡେମୋ ବି ଦେଖେଇବା। ତା ସହିତ ସାର୍ ବି ଯାଉଛନ୍ତି, ଚାନ୍ଦ ସାର୍ ଯାଉଛନ୍ତି, ସୀମା ମ୍ୟାଡାମ ଯାଉଛନ୍ତି। ତ ହେଲ୍ଥ ଉପରେ ବହୁତ ବଢିଆ ପ୍ରୋଗ୍ରାମ ବି ସେଠି 9 ତାରିଖ ହବ। ଯେହେତୁ ସେକେଣ୍ଡ ହାଫରେ ରହିବ, ତ ଅପା ଆପଣ ଫାଷ୍ଟ ହାଫରେ ଯଦି ଚାହିଁବେ ତାହେଲେ ଆମେ ସାଲେପୁର ବି ଭିଜିଟ ଆମେ କରିପାରିବା। କରିକି ଘଣ୍ଟେ 2 ଘଣ୍ଟା ଆମେ ଯାଇ ବି ପାରିବା ଯଦି ଆପଣ ଫ୍ରି ରହିବେ ତ। ତ 9 ତାରିଖ ହଉଛି ରବିବାର ରହୁଛି। ରବିବାର ସେ ରବିବାର ଫ୍ରି ହଉଛି। ହେବି ଯଦି ବୋଲି ଯଦି କଟକ ହେବ ଟିକେ ଅପା ଯିବି। ଭାଇ ଆପଣ ବି ଚାଲନ୍ତୁ। ଆପଣ ମୁଁ ସାହୁ ଭାଇଙ୍କୁ ନେଇଯିବା, ଆମେ ଯିବା। ଆଉ ଚାନ୍ଦ ସାର୍ ତାଙ୍କର ଆହୁରି ବି ଅନ୍ୟାନ୍ୟ ମିଟିଂ ଅଛି, ସେ ସବୁ ସାରିକି ବି ସେ ଆଉ ମ୍ୟାଡାମ ପହଞ୍ଚିବେ। ସାରିକି ଆମେ ଫେରିବା। ଇଏ ହଉଛି 9 ତାରିଖର କଥା। ଆଉ ବାକି 16 ତାରିଖ ଯୋଉ ପ୍ଲାନିଂ ହେଇଛି ସାର୍, ଆମର କଟକରେ ସକାଳ ଓଳି ହେଇସାରିବା ପରେ ଆ, ଆମେ ଜାରକା ଯିବାର ପ୍ଲାନିଂ ଅଛି। ଜାରକା ଯାଇକି ସେଠି ବି ସାହୁ ଭାଇ ବି ଅର୍ଗାନାଇଜ କରୁଛନ୍ତି। ଏସବୁ ବି ପ୍ଲାନିଂ ଅଛି। ଆଉ ଧୀରେ ଧୀରେ ଆଗକୁ ବି ବଢୁଛି। ନା, ଡିସେମ୍ବର ମାସରେ ଆମର ଇଏ ପ୍ରୋଗ୍ରାମ ରହୁଛି। ଅଥରିଜିଙ୍କର ପ୍ରୋଗ୍ରାମ ଡିସେମ୍ବର ମାସରେ ରହିବାର ଫାଇନାଲ କରାଯାଉଛି। ଯଦି ସବୁ କିଛିକୁ ହଲ୍ ମିଳିବା, ସବୁ କିଛିକୁ ଆନୁଷଙ୍ଗିକ କାର୍ଯ୍ୟକ୍ରମ ସବୁ ଠିକ ଠାକ ହେଇଯିବ, ତାଙ୍କର ପୁଣି ଫ୍ରି ଥିବା, ତ ସେ ପ୍ରୋଗ୍ରାମ ବି କରିବା। ତ ଇଏ ସବୁ ବହୁତ ସାରା କାର୍ଯ୍ୟକ୍ରମ ଆମେ କରିପାରିବା। ତ ତାକୁ ଆମେ ଇଏ ସବୁ ଜୀବନରେ ତ ହେଇ ଚାଲିଛି, କିନ୍ତୁ ଆମେ ଯଦି ତା ଦେହରେ ଇନଭଲ୍ଭ ରହିବା ତାହେଲେ ଆମକୁ ସଫଳତା ମିଳିବ। ଯଦି ଇନଭଲ୍ଭ ନ ରହିବା ତାହେଲେ ହବନି। ଟିମରେ ବହୁତ ସାରା ଲୋକ ଅଛନ୍ତି, ତାଙ୍କୁ କେବଳ ଯଦି ଫୋନଟିଏ ଆମେ କରିବା ସେମାନେ ବି ମିଟିଂକୁ ଆସିବେ, କିଛି ଅସୁବିଧା ନାହିଁ। ପ୍ରତ୍ୟେକ ଦିନ କରୁଛେ, କିନ୍ତୁ ଆମେ ହୁଏତ କୋଉଠି ନା କୋଉଠି ଆମେ କାମ ବ୍ୟସ୍ତରେ ରହିଯାଉଛେ, କାର୍ଯ୍ୟ ବ୍ୟସ୍ତରେ ରହିଯାଉଛେ। ଆମେ ଠିକ ଭାବରେ ଯୋଉ ହିସାବରେ ଫୋନ କରିବା କଥା ଲୋକଙ୍କୁ ଫଲୋ କରିବା କଥା ହେଇପାରୁନି।
ତ ସେଥିଲାଗି ମୋର ଅନୁରୋଧ ଯେ ଆଜି ଗୋଟେ ସଂକଳ୍ପ ଆମେ ନବା। ଆଜି ଗୋଟେ ବହୁତ ବଡ଼ ଦିନ, ପୂର୍ଣ୍ଣମୀ ଦିନ, କାର୍ତ୍ତିକ ମାସ, ହିନ୍ଦୁ ଧର୍ମରେ ଇଏ ଗୋଟେ ବହୁତ ବଡ଼ କଥା। ତ ଆମେ ଅନ୍ୟର ଭଲ ଚିନ୍ତା କରିବା, ତାର ମଙ୍ଗଳ ଚିନ୍ତା କରିବା। ତାକୁ ମ, ଏଠି ଆସିବା ଦ୍ୱାରା ତା ପାଇଁ ଗୋଟେ ପନିଶମେଣ୍ଟ ଇଏ ଟାଇପର ନୁହେଁ। ଏଠି ଆସିବା ଦ୍ୱାରା ତାଙ୍କର ଗୋଟେ ବହୁତ ଭଲ ମଙ୍ଗଳ ଚିନ୍ତା କରିକି ଆମେ ଯଦି ତାଙ୍କୁ କହିବା ହେଇପାରିବ। ସାର୍ କଣ କହିବାକୁ ଚାହୁଁଛନ୍ତି? ସାର୍ କୁହନ୍ତୁ ସାର୍। ସାର୍ ଉମ୍, ହ୍ୟାଣ୍ଡ ରାଇଜ କରିଛନ୍ତି। ମୋର ହଁ ମୁଁ କହିବାର ଥିଲା କଣ କି, ଗୋଟେ ମିନିଟ ର ସେ ଆକାଶ ଅଛି ତ, ତେଣୁ ଆମର ଯୋଉ 15 ତାରିଖରେ ପ୍ରୋଗ୍ରାମ ହବ ସରି ସରି ପାଟକୁରା ସରି ଆଡେ। ସରି 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 ହଁ ସରି ସେ ଟିକେ ତାକୁ ସାର୍ ଟିକେ ମୁଁ ବୁଝେଇ ଦିଅନ୍ତୁ ତାକୁ। ହଁ ହଁ ନାଇଁ ଆକ୍ଚୁଆଲି ମୁଁ ମୋ କ୍ୟାଲେଣ୍ଡରରେ ମୁଁ ତାକୁ ଗୋଲ ବୁଲେଇଛି। ମୁଁ ତାକୁ ହୁଁ ଇଏ କରିଦେଇଛି, ମାନେ କେମିତି ମାଇଣ୍ଡ ବୁଲେଇଛି। କିନ୍ତୁ 15 ତାରିଖ ହୁଁ। ଆମେ ତ ଯିବା। ଆମେ ଯିବା। ଆ, ଆକାଶ କଣ କରିପାରିବ? ହଁ, ଆ, ଆକାଶର ବି ଆ, ବହୁତ ବଢିଆ ଦାୟିତ୍ୱ, କାରଣ ସେ ଆଗାମୀ ପିଢି ଆମ ଅପେକ୍ଷା ସେ ବହୁତ କରିପାରିବ। ଆ, ହୁଁ ତ 15 ତାରିଖ ଦିନ ଆମେ ଯୋଉ ଯିବା, ପ୍ରଥମେ କଣ କଣ ସେ ଜାଗା ଶିବଙ୍କର ହଁ ସେଠି ସେଠି ହାଟ। ସେ ଆକାଶ ଜାଣିଛି। ବିଲହାଟ, ବିଲହାଟ, ବିଲ ହାଟ ହଁ। ବିଲହାଟ, ସି- ବିଲହାଟ ଆକାଶ ଆମେ କୋଉଠିକି ଯିବା। ଆସିବ? ଆକାଶ କୋଉଠିକି ଆସିବ? ସେଠି ତାଙ୍କର ପାଇଲରେ ଯୋଉ ହବ ପ୍ରୋଗ୍ରାମ, ସେଠି ସେ ଅର୍ଗାନାଇଜ କରିବେ। ଆଚ୍ଛା ଆଚ୍ଛା, ମିଠା ବେଶୀ ଲୋକଙ୍କୁ ଡାକିକିରି ଆଣିବ। ହୁଁ, ଅପା ଆକାଶ ବିଲହାଟରେ ଯୋଉ ପ୍ରୋଗ୍ରାମ ବି ହବ ଅପା, ନା ନା ସେଠି ବି ବିଲହାଟରେ ମିତା ଗାଁ ପାଖ ତ, ତାର ସେଠି ସେ ଡାକି ପାରିବ ଲୋକ। ହଁ, ଯଦି ସେ ସେଦିନ ବୋଧେ ଫେରିଥିବେ କି କଣ, ଯୋଉ ଦିଲ୍ଲୀ ଯାଉଛନ୍ତି। ହଁ ଆ, ସେ ବୃନ୍ଦାବନ ଯାଇଛି। ହଁ, ଯେତିକି ଲୁଲୁ ଡାକି ପାରିବ ହଁ, ଆମେ ନହେଲେ। ତାଙ୍କୁ ବି ଟିକେ ମନେ ପକେଇଦବା। କାଲି ମୋର ମନେ ପଡ଼ିଲାନି କହିବା ପାଇଁ, ତାଙ୍କୁ ଟିକେ କହିଦବା ଯେ 15 ତାରିଖ ଦିନ ସକାଳୁ ଆମେ ସେଇଠି ପହଞ୍ଚିଯିବୁ। କୋଉଠି ସାର୍ ବି ଯିବେ, ମୁଁ ବି ଯିବି। ବିଲହାଟରେ ଗୋଟେ ମିଟିଂ ହବ। ମିଟିଂ ସରିଲା ପରେ ପୁଣି ଯିବୁ ଆପଣଙ୍କର ପାଇଲୋ ବୋଲି ଗୋଟେ ଗାଁ ଅଛି ସେପଟରେ, ପାଟକୁରା ପାଖାପାଖି। ସେଠି ଭଲ ଅର୍ଗାନାଇଜ କରୁଛନ୍ତି। ଯଦି ଆପଣଙ୍କର ବି ଅପା ସେଦିନ ବି ସୁଯୋଗ ଥାଏ, ତାହେଲେ ଆପଣ ବି ଆସିପାରିବେ। ଆଉ 15 ତାରିଖ ଦେଖେ ସଂକ୍ରାନ୍ତି ଯଦି ନଥିବ ଯିବି। ଓକେ। ହଁ, ସଂକ୍ରାନ୍ତି କଣ ପୂର୍ଣ୍ଣମୀ କଣ, ଆମ ପାଇଁ ତ ସବୁଦିନେ ସଂକ୍ରାନ୍ତି, ସବୁଦିନେ ପୂର୍ଣ୍ଣମୀ। ଅଛି ଇଆଡେ ବି କାମ ଟିକେ ନାଇଁ ନାଇଁ, ବହୁତ ବଢିଆ କଥା। ନାଇଁ, ଆପଣ ଇନଭଲଭମେଣ୍ଟ ରହୁଛି, ବହୁତ ବଢିଆ କଥା। 46 ବର୍ଷ ବୟସରେ ଆପଣ ଏତେ ଇନଭଲଭ ହଉଛନ୍ତି, ତ ତାଠୁ ଆହୁରି କଣ ହେଇପାରେ। ଯାହା ହଉ, ଖୁସି କଥା। 15 ତାରିଖ ଆକାଶ କଣ ପ୍ଲାନିଂ, କେମିତି କଣ? ବାପା ଆକ୍ଚୁଆଲି ମୋର କହିବା କଥା ଯେ ଆମର ଅ, ଆମେ ଯେତିକି ବଡ କାମ କରିପାରିବୁ, ତୁମେ ମାନେ ତ ଆଜିକାଲି ପିଢି, ତୁମେ ତ ବହୁତ ବଡ କାମ କରିଦେଇ ପାରିବ। ତ ତୁମେ ପୁରା ଜୀବନଟା ପଡିଛି ପୁରା। ହଁ, କଣ ତମର ପ୍ଲାନିଂ କଣ? ସାର୍ ମୁଁ ଚେଷ୍ଟା କରିବି 15 ଜଣଙ୍କୁ ନିହାତି ଆମ ଟିମ ରୁ ନେଇକି ଯିବାକୁ। ଓକେ। ଆଉ ଅନ୍ୟମାନଙ୍କୁ? ଅନ୍ୟମାନେ ମୋ ସାଙ୍ଗ ପିଲାଙ୍କ ମାନଙ୍କୁ କହିବି। ଓକେ ଓକେ। ହଁ, ଆ, ଆମେ ଆଉ ଗୋଟେ କାମ କରିପାରିବା। ମୁଁ ଗୋଟେ ଆଇଡିଆ ଦଉଛି, ଦେଖ ଯେ ବାପାଙ୍କର ଗୋଟେ ଲମ୍ବା ଟିମ୍ ଅଛି। ବାପାଙ୍କର ଏ ଲେଗ, ବି ଲେଗ। ହଁ, ତ ତାଙ୍କୁ ଯଦି ଆମେ ଫୋନ କରିବା, ତାଙ୍କ ଫୋନ ନମ୍ବର ଅଛି ସବୁ, ତାଙ୍କୁ ଆମେ ଫୋନ କରିବା ଯେ ତାଙ୍କୁ କହିବା ଯେ ବାପା ଟିକେ ବିଜି ଅଛନ୍ତି, ଆଉ ବାପା ମତେ ଦେଇଛନ୍ତି ନମ୍ବର ଆପଣଙ୍କୁ ଟିକେ ଜଣେଇବା ପାଇଁ। ତ ପାଇଲୋରେ ଯୋଉ ଜାଗା ଫିକ୍ସ ହେଇଛି, ତ କୋଉଠି ଅଛି ଅମୀୟ ସାର୍ କହିପାରିବେ। ତ ଏ ଜାଗାରେ ଗୋଟେ ବହୁତ ବଡ଼ ମିଟିଂ ହଉଛି। ସେଥିରେ ଆମର ଚାନ୍ଦ ସାର୍ ଆସିବେ। ତ ସାର୍ ତାଙ୍କର ଜୀବନରେ, ସଂଘର୍ଷମୟ ଜୀବନରେ, ଇଏ ସିଷ୍ଟମ ମାଧ୍ୟମରେ, ଇଏ ଅଭିଯାନରେ ବହୁତ ବଡ଼ ସକ୍ସେସ୍ ହେଇସାରିଛନ୍ତି। ତ ତାଙ୍କ ସାଙ୍ଗରେ ସତପଜି ସାର୍ ନାଇଁ ଆଜି ଆସିବେ। ତ ତ ଇଏ ଇଏ ମିଟିଂରେ ଆସିବା ପାଇଁ ବାପା ମତେ କହିଛନ୍ତି ଯେ ଫୋନ କରିକି କହିବା ପାଇଁ। ତ ଆଚ୍ଛା ସଚିନ, ଇଏ କଥା କହିବା ଦ୍ୱାରା କଣ ହବ ନା, ତାଙ୍କ ମନ ଭିତରେ ଗୋଟେ ପ୍ରଭାବ ପଡିବ ଯେ ଉଁ, ଆମର ଗଗନ ବାବୁ ଛୁ ମୋ ତାଙ୍କ ପୁଅକୁ କହିଛନ୍ତି ଯେ ମତେ ଫୋନ କରିବା ପାଇଁ। ମନ ଭିତରେ ଗୋଟେ ଆସିବ, ଭଲ ଭାବ ଆସିବ, ସେମାନେ ଆସିବେ।
ତା ୟା ଆସିବା ଦ୍ୱାରା ଆପଣଙ୍କର ବହୁତ ବଡ଼ ମଙ୍ଗଳ ହବ, ବହୁତ କିଛି ନୂଆ କିଛି ଜାଣିପାରିବେ, ଆଉ ଜୀବନରେ ବହୁତ କିଛି ଆପଣ ଡେଭଲପମେଣ୍ଟ ବି କରିପାରିବେ, ପରିବାରର ବି ଉନ୍ନତି ହବ। ତ ଇଏ କଥା କହିବ। ଆଉ ସାଙ୍ଗରେ ବି ଯଦି ଚାହିଁବା, ତାହେଲେ ଆମେ ଯଦି କାହାର ମଙ୍ଗଳ ଚାହୁଁଛେ ତାହେଲେ ତାଙ୍କୁ ବି ନେଇକି ଆସିପାରିବା। ତ ସେଥିଲାଗି ଇଏ ଫୋନ କରିବ ଆକାଶ। ହଁ ସାର୍ କରିବି। ଆଉ ତା ଛଡା ଯୋଉମାନଙ୍କ ସାଙ୍ଗରେ ବହୁତ ଭଲ ମିଶୁଛ, ନବବାବୁଙ୍କ ସାଙ୍ଗରେ, ନବବାବୁ ନବବାବୁ ନବାବୁ ଅଛନ୍ତି, ଚାଚା ଅଛନ୍ତି, ତ ସେମାନଙ୍କ ସହିତ କଥା ହବ। ବାପା ଅଛନ୍ତି ନା ଡ୍ୟୁଟିରେ ଯାଇଛନ୍ତି? ଡ୍ୟୁଟିରେ ଯାଇଛନ୍ତି। ହଁ, ସେ ଫେରି ଆସିଥିବେ ତ ହେଇପାରିବ। ଓକେ। ଆଉ ଅପା, ଆପଣଙ୍କର ଏକାଦଶୀ ତ ଅଛି, ଠିକ ଅଛି, କିନ୍ତୁ ଏକାଦଶୀରେ ଆପଣ ଏଇଠି ରହିକି ବି ଆପଣ ସେଇଠି ବି ବହୁତ ବଡ଼ କାମ କରିଦେଇ ପାରିବେ। ଫୋନରେ ଫୋନରେ କଥା ହବା, ଲିଷ୍ଟ ତିଆରି କରିବା, ଫୋନରେ କଥା ହବା। ସେ ନାଇଁ ସେଇଆ କହୁଛି ଯେ ସେ ଆମ ଭାଣିଜୀ ସେ ଅଙ୍ଗନବାଡିରେ ଅଛି, ଇଏ ହୁଁ। ସୁପରଭାଇଜର ନା କଣ ଉପରେ ବଡ କାମ ଅଛି। ଆଉ ସେ ଆଉ ଜଇଁ ବିଶେଷ କରି ଯେହେତୁ ଗ୍ରାମାଞ୍ଚଳ ଏରିଆକୁ ମୁଁ ଯାଉଛି, ତ ମୁଁ ଏ ଯୋଉ ଆମର ଜଳସଞ୍ଚୟ ଯୋଉ ଅଛି ତା ଡେମୋଟା ଦେଖେଇବି, ଲୋକ ସେଇଠି ଦେଖିବେ। ସେମାନେ ଆସିଲେ କଣ, ସେଠି ଦେଖିଲା ପରେ ସେ ଗାଁରେ କରିବା ପାଇଁକା ପ୍ଲାନ୍ ଟା ହୁଅନ୍ତା। ମୁଁ ଏକ୍ଜାକ୍ଟଲି। ଯଦି ଯାଆନ୍ତି ଭଲ ହୁଅନ୍ତା। ଦେଖିବା ନ କଣ ଗଲେ ବି ହଉଛି। ଆପଣ ଏଇଠି ବସିକି, ଆପଣଙ୍କର ଏତେ ପାୱାର ଅଛି, ଭଗବାନ ଏତେ ଶକ୍ତି ଦେଇଛନ୍ତି ଆପଣଙ୍କୁ, ଏଇଠି ବସିକି ଆପଣ ଫୋନ ମାଧ୍ୟମରେ କିଛି ନା କିଛି କରିଦେଇ ପାରିବେ। ସେଥିରେ ବଡ କଥା କିଛି ବି ନୁହେଁ। ଆ, ଆପଣ ଯଦି ବି ନ ଆସିପାରୁଛନ୍ତି ତ ବହୁତ ଭଲ କଥା, ଯଦି ନ ଆସିପାରୁଛନ୍ତି ତାହେଲେ ଫୋନ କରିକି କିଛି ଚାଷୀଙ୍କୁ ଯଦି ଡାକିବେ, ତ ଏକ ତ ହଉଛି ମୁଁ ଡେମୋ ଦେଖେଇବି, ଆଉ ଦ୍ୱିତୀୟ ହଉଛି ସବୁଠୁ ବଡ଼ କଥା ହଉଛି ଯେ ଗୋଟେ ବୟସର ଗୋଟେ ବହୁତ ବଡ଼ ପ୍ରଭାବ ଅଛି। ସାର୍ଙ୍କୁ ଦେଖିଲା ମାନେ ସେଠି ଯେତେବେଳେ ଲୋକ ଦେଖିବେ, ଆରେ ସାର୍ ଆସିଛନ୍ତି, ଏତେ ବଢିଆ କଥା କହୁଛନ୍ତି, ତ ହୁଏତ ଆକାଶର ବୟସରେ କିଏ ଯଦି କହିବ, ଲୋକ କହିବେ ହଁ ଇଏ ଗୋଟେ କଣ ସାଧାରଣ କଥା। ଆମ ବୟସରେ କହିଲେ ହଁ କଣ ଗୋଟେ କହୁଛି, କିନ୍ତୁ ସାର୍ଙ୍କ ବୟସରେ କହିବେ ମାନେ ତାମାନେ ଇଏ ଗୋଟେ ବହୁତ ବଡ଼ କାମ ହେଇଥିବ। ଆଉ ଠିକ ଅଛି, ଆଜି ତ ସମୟ ହେଇଗଲାଣି। ଆମେ ସମସ୍ତଙ୍କୁ ବହୁତ ବଡ଼ ପ୍ରୟାସ କରିକି ଡାକିବା। ସାହୁ ଭାଇ, ଆପଣ ଜାରକା ପାଇଁ ପୁରା ସିରିୟସ୍ ହେଇଯାଆନ୍ତୁ, କଟକ ପାଇଁ। କଟକରୁ ଜଣ ଜଣଙ୍କୁ କୁହନ୍ତୁ ଆସିବା ପାଇଁ। କାହିଁକି ନା ଦେଖନ୍ତୁ, ଆମ ପାଖରେ ଭଗବାନ ଏବେ ସୁଯୋଗ ଦେଇଛନ୍ତି, ଇଏ ସୁଯୋଗ ହୁଏତ କାଲିକି ନଥିବ। ମୁଁ ସେଇ କଥା ବି କହିବାକୁ ଚାହେଁ ଯେ ଦିନ ଥିଲା, ମୁଁ ଯେତେବେଳେ ଭୁବନେଶ୍ୱର ଆସୁଥିଲି, ସନ୍ଧ୍ୟା ହେଲେ ଘରକୁ କେମିତି ଫେରିବି, ମାନେ କଟକ କେମିତି ଫେରିବି, ତ ମନ ଭିତରେ ଚିନ୍ତା ରହୁଥିଲା। ଆଜି ଦେଖନ୍ତୁ, ମୁଁ କଟକରେ ନାହିଁ, ମୁଁ ଭୁବନେଶ୍ୱରରେ। ସମୟ କେତେବେଳେ କାହାକୁ କୋଉଠି ଫୋପାଡ଼ି ଦେବ କେହି କିଛି କହିପାରିବେନି। ତ ଆଜି ଯେତେବେଳେ ମୁଁ କଟକ ଯାଉଛି, ପୁଣି ଭୁବନେଶ୍ୱର କେମିତି ଫେରିବି, ତ କାଲି ସକାଳୁ ବି ଆମେ କିଏ କୋଉଠି ଥିବା। କିନ୍ତୁ ଯଦି ଗୋଟେ ସୁଯୋଗ ଭଗବାନ ପରମାତ୍ମା ଆମକୁ ଦଉଛନ୍ତି, ତାକୁ ପୁରାକୁ ପୁରା ଉପଯୋଗ କାହିଁକି କରିବାନି। ତ ସେ ଉପଯୋଗ ଆମେ କରିବା ନିହାତି ଜରୁରୀ। ଠିକ ଅଛି, ଆମେ ପୁଣି କାଲି ସକାଳୁ ଆମେ ଦେଖିବା ଗୋଟେ ସୁନ୍ଦର ଭବିଷ୍ୟତକୁ ନେଇକି, ସୁନ୍ଦର ଚିନ୍ତାଧାରାକୁ ନେଇକି। ତ ମୁଁ ପୁଣି ଥରେ ଆପଣମାନଙ୍କୁ ସମସ୍ତଙ୍କୁ କେବଳ ତ ଅନୁରୋଧ ହିଁ କରିପାରିବି, ଅନୁରୋଧ କରୁଛି ଯେ କାଲିର ଯୋଉ ପ୍ରୋଗ୍ରାମ ଆମେ କରିବା, ଏ ଯୋଉ ଗୁରୁକୁଳର ପ୍ରୋଗ୍ରାମ, ଇଏ ପ୍ରୋଗ୍ରାମକୁ ବହୁତ ସାରା ଲୋକଙ୍କୁ ଡାକିବେ। ଆଜି ତ କାର୍ତ୍ତିକ ମାସ ସରିଗଲା, ତ କାଲିଠୁ ଆଉ କିଛି ଅସୁବିଧା ନାହିଁ। ତ ଆମେ ବହୁତ ସାରା ଲୋକଙ୍କୁ ଗୁରୁକୁଳକୁ ଡାକିବା, କାରଣ ଏଠି ଯୋଉ କଥା ସାର୍ବଜନୀନ କୁହାଯାଉଛି, ଗୋଟେ ଲୋକ ବିଶ୍ୱାସ କରିବ। ଯଦି ଆମେ ଇଣ୍ଡିଭିଜୁଆଲି କାହାକୁ କହୁଛେ, ହଁ ତ ସିଏ ତ ସେଇ କଥା କହୁଛି ଆଉ, କିନ୍ତୁ ଏଠି ଯଦି ସାର୍ବଜନୀନ କଥା, ଏଠି ପାଞ୍ଚ ଜଣଙ୍କ କଥା ଜଣେ ଶୁଣିବ, ଚାନ୍ଦ ସାର୍ଙ୍କ କଥା ଶୁଣିବ, ତ ଗୋଟେ ଲୋକର ମନ ଭିତରେ ବହୁତ ବଡ଼ ପରିବର୍ତ୍ତନ ଆସିଯିବ। ତ ସେଥିଲାଗି ୟାକୁ ପ୍ରାୟୋରିଟି ଦେବା ନିହାତି ଦରକାର। ଓକେ, ଆପଣମାନେ ସମସ୍ତେ ଆସିଲେ ବହୁତ ବହୁତ ଧନ୍ୟବାଦ। ଆପଣମାନେ ଖୁସିରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ପରିବାର ଆପଣଙ୍କର ବହୁତ ଆନନ୍ଦମୟ ହଉ। ଜୟ ପରମାତ୍ମାଙ୍କ କୃପାରୁ ସମସ୍ତେ ଭଲରେ ରୁହନ୍ତୁ। ଜୟ ଆରସିଏମ, ଜୟ ନମସ୍କାର। ଆଶ୍ରମ, ଜୟ ଆଶ୍ରମ। ଜୟ ଶ୍ରୀ